নমস্কার, জয় জগন্নাথ। ওয়েলকম টু অজু বাবু অফিসিয়াল চ্যানেল। বর্তমান রাউরকেলা ଷ୍ଟିଲ୍ ପ୍ଲାଣ୍ଟର 400 ଗୋଟି ପଦବୀ ଆବେଦନ ପାଇଁ ଅଫିସିଆଲ ନୋଟିଫିକେସନ ଆସିଯାଇଛି। ଏହି ଜବ୍ଟି ସେଲ୍ ଡିପାର୍ଟମେଣ୍ଟର ପରମାନେଣ୍ଟ ଜବ୍ ଅଟେ। ଯଦି ଆପଣ 10th ପଢିଛନ୍ତି ତା ସହିତ ଡିପ୍ଲୋମା କିମ୍ବା ITI କରିଛନ୍ତି ଆପଣମାନେ ଆବେଦନ କରିପାରିବେ। ବିଟେକ୍ କରିଥିଲେ ମଧ୍ୟ ଆପଣ ଆବେଦନ କରିପାରିବେ। ଏଥିରେ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆପ୍ଲାଏ କରିପାରିବେ। ଅଲରେଡି ଆପ୍ଲାଏ ଷ୍ଟାର୍ଟ ହେଇଯାଇଛି। ଚାଲନ୍ତୁ ମୁଁ ଆପଣଙ୍କୁ ଦେଖାଉଛି। ଆପଣ ପ୍ରଥମେ ଗୁଗଲ ୱେବସାଇଟକୁ ଯିବେ। ସେଇଠି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ୍ ସର୍ଚ୍ଚ କରିବେ। ନେକ୍ସଟ ତାପରେ ଏମିତି ଇଣ୍ଟରଫେସ ଗୋଟେ ଆସିଯିବ। ଆପଣ ଫାଷ୍ଟ ଲେଖା ହେଇଥିବ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ୍, ସେଇଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏମିତି ଇଣ୍ଟରଫେସ ଗୋଟେ ଆସିବ। ସେଇଠି ସ୍କ୍ରୋଲ କରିକି ତଳକୁ ଯିବେ। ତଳକୁ ଗଲା ପରେ ଆପଣ ଏଇଠି ଦେଖିବେ ଲୋଡ ମୋରରେ এইটি দেখନ୍ତୁ ক্লিক କରିବେ। କ୍ଲିକ୍ କଲା ପରେ ଏମିତି ଗୋଟେ ଇଣ୍ଟରଫେସ ଆସିବ। ଇଣ୍ଟରଫେସ ଆସିଲା ପରେ ଆପଣ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ରିକ୍ୱାରମେଣ୍ଟ 2024 ଆପ୍ଲାଇଂ ଅନଲାଇନ୍ ଫର୍ 400 ପୋଷ୍ଟ ଅଫିସିଆଲ ନୋଟିଫିକେସନ ଆଉଟ୍। ଆପଣ ମାନେ ଦେଖିଲେ ସେଲ୍ ତରଫରୁ ଆସିଛି। ଏହାର କଣ କ୍ରାଇଟେରିଆ ରହିବ, କଣ କ୍ୱାଲିଫିକେସନ ରହିବ, ଏଜ ଲିମିଟ କେତେ, ରିଲାକ୍ସେସନ କେତେ, ମୁଁ ଆପଣଙ୍କୁ ସବୁ କିଛି କହୁଛି। ଦେଖନ୍ତୁ ଫାଷ୍ଟ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ରିକ୍ୱାରମେଣ୍ଟ 2024 ଅର୍ଗାନାଇଜେସନ ନେମ୍ ଷ୍ଟିଲ୍ ଅଥରାଇଜେସନ ଅଫ ଇଣ୍ଡିଆ ଲିମିଟେଡ ସେଲ୍ ରାଉରକେଲା। ଜବ୍ ଟାଇପ ଆପଣଙ୍କର ପରମାନେଣ୍ଟ ରହିବ। କାଟାଗୋରୀ ହେଲା ସେଲ୍ ଡିପାର୍ଟମେଣ୍ଟ। ନେମ୍ ଅଫ ଦ ପୋଷ୍ଟ ହେଲା ଆପ୍ରେଣ୍ଟିସ୍। ଆପଣ ଆପ୍ଲାଏ କରିବେ ଅନଲାଇନ ମୋଡରେ। ଓଡ଼ିଶାର ସମସ୍ତେ ଆପ୍ଲାଏ କରିପାରିବେ। ପ୍ଲେସ୍ ହେଲା ପୋଷ୍ଟିଂ ଆପଣ ଯୋଉଠି ପାଇବେ ସେଇଟା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ। ଲାଷ୍ଟ ଡେଟ୍ ଅଛି 10 ଅଗଷ୍ଟ 2024 ରେ। ମୁଁ ତ ଆପଣ ମାନଙ୍କୁ ଆଗରୁ କହିଦେଇଥିଲି କି ବୋଥ୍ ମେଲ୍ ଆଣ୍ଡ ଫିମେଲ୍। ଏହାର ଏଜୁକେଶନାଲ କ୍ୱାଲିଫିକେସନ କଣ ରହିବ ଦେଖନ୍ତୁ। ଟ୍ରେଡ୍ ଆପ୍ରେଣ୍ଟିସ୍ ପାଇଁ 10th ଆଉ ITI, ଟେକ୍ନିକାଲ ଆପ୍ରେଣ୍ଟିସ୍ ପାଇଁ ଡିପ୍ଲୋମା, ଗ୍ରାଜୁଏସନ ଆପ୍ରେଣ୍ଟିସ୍ ପାଇଁ ବିଟେକ୍। ପୋଷ୍ଟ ଭେକେନ୍ସି କୋଉଥିର କେତେ ମୁଁ ଆପଣଙ୍କୁ ଦେଖାଉଛି। पोस्ट नेम ट्रेड अप्रेंटिस 213 पोस्ट अच्छी, टेक्निकल अप्रेंटिस 136 पोस्ट अच्छी, ग्रेजुएट अप्रेंटिस 51 पोस्ट अच्छी। एज लिमिट आपण मानकर मैक्सिमम 18 रु 28 थिबा दरकार। मिनिमम 18 मैक्सिमम 28। एज रिलैक्सेशन है गवर्नमेंट रूल अनुसार एज रिलैक्सेशन ओबीसी स्टूडेंट मानक 3 वर्ष, एसटी एससी पीडब्ल्यू 5 वर्ष, एक्स सर्विस मैन 5 वर्ष, पीडब्ल्यू प्लस एसटी एससी 15 वर्ष। अधिक सूचना आपण राउरकेला स्टील प्लांट रो ऑफिशियल वेबसाइट रे जाई चेक मध्य करि परिबे। सिलेक्शन प्रोसेस मेरिट बेसिस डॉक्यूमेंट वेरिफिकेशन।
ଆପଣଙ୍କର କଣ ଡକୁमेଣ୍ଟ ଆପ୍ଲାଏ କଲା ବେଳେ କଣ ଡକୁमेଣ୍ଟ ଦରକାର ହେବ ମୁଁ ଆପଣ ମାନଙ୍କୁ କହୁଛି। କ୍ୱାଲିଫିକେସନ ସାର୍ଟିଫିକେଟ, ହାଇଏଷ୍ଟ କ୍ୱାଲିଫିକେସନ ସାର୍ଟିଫିକେଟ, ଆପଣଙ୍କର ଯୋଉ ଟ୍ରେଡ ଅନୁସାରେ ଆପଣ ଆପ୍ଲାଏ କରିବେ ସେଇ ସେଇ କ୍ୱାଲିଫିକେସନ ଆପଣଙ୍କୁ ଦେବାକୁ ପଡିବ। ସାର୍ଟିଫିକେଟ ଇନକ୍ଲୁଡିଂ ଡେଟ୍ ଅଫ ବାର୍ଥ ସାର୍ଟିଫିକେଟ ବି ଦରକାର, ପୁଣି 10th ସାର୍ଟିଫିକେଟ ବି ଦରକାର। ଦୁଇଟା ପାସପୋର୍ଟ ସାଇଜ ଫଟୋ, ବିପିଏଲ କାର୍ଡ, ରାସନ କାର୍ଡ, ବିଏସକେ କାର୍ଡ କିମ୍ବା ଇନକମ ସାର୍ଟିଫିକେଟ ଇସ୍ୟୁ ଆଫ୍ଟର 1/1/2022 ପରେ ଯେମିତି ଇନକମ ସାର୍ଟିଫିକେଟ ହେଇଥିବ। ରେସିଡେଣ୍ଟ ସାର୍ଟିଫିକେଟ ମଧ୍ୟ 1/1/2020 ପରେ ହେଇଥିବ। କାଷ୍ଟ ସାର୍ଟିଫିକେଟ ଦରକାର। ଇପିଏନଏ ଏକ୍ସପିରିଏନ୍ସ ସାର୍ଟିଫିକେଟ ଥିଲେ ତା ବି ଅପଲୋଡ କରିବେ। ଏନଓସି ଫର୍ମ ପ୍ରେଜେଣ୍ଟ ଏମ୍ପ୍ଲୟର, ଯୋଉମାନେ ଅନ୍ୟ କୌଣସି ଜବ୍ କରୁଛନ୍ତି ତାର ଏନଓସି ସାର୍ଟିଫିକେଟ ଆଣିକି ଆସିବେ। ଆପ୍ଲାଇ ଦେଖନ୍ତୁ ଅଲରେଡି ଷ୍ଟାର୍ଟ ହେଇଯାଇଛି। ଲାଷ୍ଟ ଡେଟ୍ 10 ଅଗଷ୍ଟରେ ଅଛି। ଅଧିକ ସୂଚନା ପାଇଁ ଆପଣ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଅଫିସିଆଲ ୱେବସାଇଟ କି ଯାଇକି ଚେକ୍ କରିପାରିବେ। ଆଉ ଆପଣଙ୍କର ଲାଷ୍ଟରେ ଦେଖନ୍ତୁ ଏଇଠି ଆପ୍ଲାଇ ଲିଙ୍କ ଦିଆଯାଇଛି। ଆଇଟିଆଇ ଆପ୍ରେଣ୍ଟିସ୍ ପାଇଁ ବି ଲିଙ୍କ ଦିଆଯାଇଛି। ଡିପ୍ଲୋମା ଏବଂ ଗ୍ରାଜୁଏସନ ଆପ୍ରେଣ୍ଟିସ୍ ପାଇଁ ବି ଲିଙ୍କ ଦିଆଯାଇଛି। ଆଉ ଆପଣ ଆପ୍ଲାଇ କରନ୍ତୁ। ଯଦି କୌଣସି ଡାଉଟ୍ ହେଲା ଅଫିସିଆଲ ୱେବସାଇଟରେ ଯାଇକି ଆପଣମାନେ ଚେକ୍ କରିପାରିବେ।